ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଚିଠିକୁ ଆପଣମାନେ ଦେଖିପାରୁଥିବେ, ଯାହାକି ଚିଠିଟି ପ୍ରେରଣ କରାଯାଇଛି 28/3/2025 ମସିହାରେ ଏବଂ ଶ୍ରୀ ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ଶାସନ ସଚିବ ଓଡ଼ିଶା। ତେବେ ଚିଠିଟି ପ୍ରେରଣ କରାଯାଇଛି ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର, କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଆୟୁକ୍ତ ତଥା ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ହସ୍ତତନ୍ତ ବୟନଶିଳ୍ପ ହସ୍ତଶିଳ୍ପ ବିଭାଗ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ସମସ୍ତ ଜିଲ୍ଲାପାଳ, ସଚିବ, ରାଜ୍ୟ ରେଡକ୍ରସ ଶାଖା ଭୁବନେଶ୍ୱର, ଏ ସମସ୍ତଙ୍କୁ ପ୍ରେରଣ କରାଯାଇଛି ଚିଠି। ଅର୍ଥାତ୍ ଓଡ଼ିଶାର ସମସ୍ତ ବିଭାଗକୁ ପ୍ରାୟ ଚିଠିଟି ପ୍ରେରଣ କରାଯାଇଛି, ଯାହାର ବିଷୟବସ୍ତୁ ରହିଛି ଓଡ଼ିଶା ଦିବସ ପାଳନ ଅବସରରେ। ଓଡ଼ିଶା ଦିବସ ଯାହାକି ଏପ୍ରିଲ 1 ଠାରୁ ମହାବିଷୁବ ସଂକ୍ରାନ୍ତି ଅର୍ଥାତ୍ ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଏହି ଓଡ଼ିଆ ପକ୍ଷ ସମଗ୍ର ଓଡ଼ିଶାରେ ପାଳନ କରାଯିବ, ଯାହାକି ଓଡ଼ିଆ ପକ୍ଷ ଭାବରେ ପାଳନ କରାଯିବ। ତେବେ ଚିଠିଟି ରହିଛି ମାନ୍ୟବର ମନ୍ତ୍ରୀ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତିକ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ବିଷୟ ପ୍ରତି ଆପଣ ଦୃଷ୍ଟି ଆକର୍ଷଣ କରି ଜଣାଇବାକୁ ଚାହେଁ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସଦୟ ଆଦେଶ ଅନୁଯାୟୀ ଓଡ଼ିଶା ଦିବସ ଏପ୍ରିଲ 1 ତାରିଖ ଠାରୁ ମହାବିଷୁବ ସଂକ୍ରାନ୍ତି 14 ତାରିଖ ଏପ୍ରିଲ ଅର୍ଥାତ୍ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ସମସ୍ତ ବିଭାଗ ତରଫରୁ ଓଡ଼ିଆ ପକ୍ଷ ହିସାବରେ ପାଳନ କରାଯିବ ଏବଂ ଏଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ପାଳନ କରିବାର ବ୍ୟବସ୍ଥା ରହିଛି। ଆଗରୁ ଦେଖାଯାଏ ଗୋଟିଏ କାର୍ଯ୍ୟକ୍ରମ ଗୋଟିଏ ବିଭାଗକୁ ପାଳନ କରିବା ପାଇଁ ଦିଆଯାଇଥାଏ। ଏଟା 14 ଦିନର କାର୍ଯ୍ୟକ୍ରମ 14ଟି ଭିନ୍ନ ଭିନ୍ନ ବିଭାଗକୁ ଦିଆଯାଇଛି। ଅର୍ଥାତ୍ ଓଡ଼ିଆ ପକ୍ଷ ପାଳନ ପାଇଁ ପ୍ରଥମ ଦିବସରେ ଅର୍ଥାତ୍ ଏପ୍ରିଲ 1 ତାରିଖରେ ଓଡ଼ିଶା ଦିବସ ପାଳନ କରାଯିବ, ଯାହାକି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସମସ୍ତ ଜିଲ୍ଲାପାଳମାନେ ବିଭିନ୍ନ କାର୍ଯ୍ୟକ୍ରମ ସେମାନଙ୍କର ଜିଲ୍ଲା ସ୍ତରରେ କରିବେ। ଏପ୍ରିଲ 2 ତାରିଖ ଦିନ ଖଡ଼ି ଛୁଆଁ ଦିବସ ପାଳନ କରାଯିବ। ଅର୍ଥାତ୍ ଆପଣମାନେ ଜାଣିଛନ୍ତି NEP 2020ରେ ଯେଉଁ ଆମର ବାଲ ବାଟିକାକୁ ସ୍କୁଲରେ ପ୍ରବେଶ କରାଯାଇଛି, ଯେଉଁଟାକି ଖଡ଼ି ଛୁଆଁ ଏପ୍ରିଲ 2ରେ ପାଳନ କରାଯିବ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ଦ୍ୱିତୀୟ ଦିନଟି ରହିଛି, ସେମାନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବେ। ତୃତୀୟ ଦିବସ ଦିନ ରହିଛି ପାରମ୍ପରିକ ପୋଷାକ ପରିଧାନ ଦିବସ ଏବଂ ବିଷୟବସ୍ତୁ ରଖାଯାଇଛି ଆମ ପୋଷାକ ଆମ ପରିଚୟ। ଏହାକୁ ପାଳନ କରିବେ ହସ୍ତତନ୍ତ୍ର ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଏହାକୁ ପାଳନ କରିବେ। ଏପ୍ରିଲ 4 ଦିନ ପାଳନ କରାଯିବ ଓଡ଼ିଆ ନାମ ଫଳକ ଅଭିଯାନ ଅର୍ଥାତ୍ ସଚେତନତା ଏବଂ ପଦଯାତ୍ରା ପାଳନ କରାଯିବ। ସେଦିନ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡ଼ିଆ ନାମ ଫଳକ ଦିବସ ପାଳନ କରିବେ। ଏପ୍ରିଲ 5 ଐତିହ୍ୟ ଗଣଦୌଡ଼, ଯେଉଁଟାକି ଭୁବନେଶ୍ୱରରେ ଆୟୋଜନ ହେବ, ଯାହାକି କ୍ରୀଡ଼ା ଓ ଯୁବ ସେବା ବିଭାଗ କରିବେ। ଏପ୍ରିଲ 6 ତାରିଖ ଦିନ ଦେବାଳୟ ଓ ଐତିହ୍ୟସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଅଭିଯାନ ରହିବ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତରାଜ ପାନୀୟ ଜଳ ବିଭାଗ, ସହରାଞ୍ଚଳର ନଗର ଉନ୍ନୟନ ବିଭାଗ ଏସବୁକୁ ପାଳନ କରିବେ। ଏପ୍ରିଲ 7 ତାରିଖ ଦିନ ରହିଛି ବର୍ଣ୍ଣବୋଧ ଦିବସ। ଏହି ବର୍ଣ୍ଣବୋଧ ଦିବସକୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଳନ କରିବେ। ଏପ୍ରିଲ 8 ତାରିଖ ଦିନ ରହିଛି ରକ୍ତଦାନ ଦିବସ। ଏହାକୁ ରେଡକ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଏହାକୁ ପାଳନ କରିବେ। ଏପ୍ରିଲ 9 ତାରିଖ ଦିନ ରହିଛି ଆସ ବହିଟିଏ କିଣିବା ଦିବସ ରହିଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏହାକୁ ପାଳନ କରିବେ। ଏପ୍ରିଲ 10 ତାରିଖ ଦିନ ଲୋକକଳା ପାଇଁ ଦିବସଟିଏ, ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓଡ଼ିଆ ସାହିତ୍ୟ ଭାଷା ସଂସ୍କୃତି ବିଭାଗ ଏବଂ ପଞ୍ଚାୟତରାଜ ପାନୀୟ ଜଳ ବିଭାଗ ତାକୁ ପରିଚାଳନା କରିବେ। 11 ତାରିଖ ଦିନ ରହିବ ଯୁବ ଲେଖକ ସମ୍ମିଳନୀ, ଯେଉଁଟାକି ଓଡ଼ିଆ ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା ବିଭାଗ, କ୍ରୀଡ଼ା ଯୁବ ସେବା ବିଭାଗ କରିବେ। 12 ତାରିଖ ଦିନ ରହିଛି ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା, ଯାହାକି ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯିବ। 13 ତାରିଖ ଦିନ ପାରମ୍ପରିକ ଖାଦ୍ୟ ଦିବସ, ଏହି କାର୍ଯ୍ୟକ୍ରମଟି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଏବଂ ସହରାଞ୍ଚଳ ନଗର ଉନ୍ନୟନ ବିଭାଗ କରିବେ।
14 ତାରିଖ ଦିନ ରହିଛି ଓଡ଼ିଆ ନବବର୍ଷ ପାଳନ, ହୁଳହୁଳି, ଝୋଟି, ଚିତା, ମୁରୁଜ, ପିଠା ପଣା ପ୍ରତିଯୋଗିତା, ଯାହାକୁ ପଞ୍ଚାୟତରାଜ, ପାନୀୟ ଜଳ ବିଭାଗ, ସହର ଓ ନଗର ଉନ୍ନୟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଏହାକୁ ପାଳନ କରିବେ। ଏଇଭଳି ଭାବରେ ଏପ୍ରିଲ 1 ତାରିଖରୁ ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସ୍ୱାଭିମାନ ରକ୍ଷା ପାଇଁ, ଓଡ଼ିଆ ଅସ୍ମିତାକୁ ବଞ୍ଚେଇ ରଖିବା ପାଇଁ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରୀ ଭାବରେ ଏହାକୁ ଗୁରୁତ୍ୱ ବହନ ନିଷ୍ପତ୍ତି ନିଆଯାଇଛି।